ବନ୍ଧୁ, ଆଜି ମୁଁ ବହୁତ ବଡ଼ କାମ କରିଛି। କି ବଡ଼ କାମ କଲୁ ଯେ? ବୁଝିଲୁ ନା, ମା କହିଲେ ବଜାରରୁ 6ଟି ଅଣ୍ଡା ଆଣେ। ତାପରେ? ତାପରେ କହିବି? ତାପରେ 6ଟା ଅଣ୍ଡା ଆଣିଲି ବଜାରରୁ, କିନ୍ତୁ ରାସ୍ତାରେ ଗୋଟା ଗୋଟା କରି ସବୁ ଭାଙ୍ଗିଗଲା। ତାହେଲେ ଘରେ କ'ଣ କହିଲୁ? ଘରେ ଆଉ କ'ଣ କହିବି? କହିଲି, ମା, ମୁଁ ଅଣ୍ଡା ଆଣିଥିଲି, ରାସ୍ତାଟା ବହୁତ ଭୋକିଲା ଥିଲା ତ ସବୁ ଖାଇଦେଲା। ତୋ ମା କ'ଣ ବିଶ୍ୱାସ କଲେ ଏ କଥାରେ? ନାହିଁ, ମା କହିଲେ ଆଜି ତୋର ପକେଟ ମନିରୁ ରାସ୍ତାକୁ ଖାଇବାକୁ ମୁଁ ଦେବି, ରହ। ହଁ ପରା, ଏମିତି କହିଲେ। ଚାଲ ସାଙ୍ଗ, ଏବେ ଆଇସ୍କ୍ରିମ୍ ଖାଇବାକୁ ଯିବା। ଟଙ୍କା କିଏ ଦବ? ଆଉ ତୁ ଦବୁ, ଆଉ କିଏ ଦବ କ'ଣ ପଚାରୁଛୁ ମତେ? କାହିଁକି ମୁଁ ଦେବି? କାରଣ ମୋ ପକେଟ ମନି ତ ରାସ୍ତା ଖାଇ ଦେଇଛି, ଆଉ ମୁଁ କୋଉଠୁ ଦେବି ଆଣିକିରି? ହସ ହସ ସାଙ୍ଗମାନେ, ମନକୁ ଖୁସି ରଖ, ସବୁଦିନେ ମିଛ କଥା କେବେ କହନି। ସତ କଥାରେ ଜିତ ମିଳିଥାଏ ନିଶ୍ଚିନ୍ତ, ସତ କଥାରେ ଜିତ ମିଳିଥାଏ ନିଶ୍ଚିନ୍ତ। ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବାକୁ ପାଇଲୁ କି ହସିବା ଭଲ, କିନ୍ତୁ ସବୁବେଳେ ସତ କଥା କହିବା ତାଠାରୁ ଆହୁରି ଭଲ।